ବାବଦରେ ଯାହା ବ୍ୟବସ୍ଥା କରାଯିବା କଥା ଯୋଉଦିନ ସମୀକ୍ଷା ବୈଠକ ପୁରୀରେ ବସିଥିଲା ସମସ୍ତ କଥାକୁ ମୁଁ ଉଲ୍ଲେଖ କରି ସାରିଛି। ତେଣୁକରି ଏଥର ଯେହେତୁ ବିରଳ ରଥଯାତ୍ରା ହଉଛି ଏବଂ ଏହା 53 ବର୍ଷ ପରେ କରାଯାଉଛି, ସେଥିପାଇଁ ଯୋଉ ଆବଶ୍ୟକୀୟ ଯାହା ପଦକ୍ଷେପ ନେବା କଥା ତାକୁ ସମ୍ପୂର୍ଣ୍ଣ ଭାବରେ ତାର ସମୀକ୍ଷା ବୈଠକରେ ଏକଥା ଆଲୋଚନା କରାଯାଇକି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ମନ୍ଦିର ପରିଚାଳନା ସମିତିରେ ଯୋଉ ବିଭିନ୍ନ ନିଯୋଗ ଅଛି ଏବଂ ସେବାୟତ ମାନଙ୍କ ଦ୍ୱାରା ଯୋଉ କାର୍ଯ୍ୟ କରାଯାଉଛି ତାକୁ ସୁଚାରୁରୂପ କରିବା ପାଇଁ ସେମାନଙ୍କ ସହିତ ସବୁ ବର୍ଗର ସମସ୍ତ ସେବାୟତ ମାନଙ୍କ ସହିତ ଏବଂ ନିଯୋଗ ମାନଙ୍କ ସହିତ ସଦସ୍ୟ ମାନଙ୍କ ସହିତ ଆଲୋଚନା ହେଇସାରିଛି। ତେଣୁ ଯଥାରୀତି କାର୍ଯ୍ୟକ୍ରମ ଚାଲିଛି। ଏଥର ଯୋଉ ଆମର ବିରଳ ରଥଯାତ୍ରା ହେବ ତା ନିଶ୍ଚିତ ଭାବରେ ସଫଳ ହେବ। ଏହା ମହାପ୍ରଭୁଙ୍କର ଇଚ୍ଛାରେ ଯେହେତୁ ହଉଛି, ମହାପ୍ରଭୁଙ୍କ ଇଚ୍ଛାରେ ହିଁ ମହାପ୍ରଭୁଙ୍କର ରଥଯାତ୍ରା ସମ୍ପୂର୍ଣ୍ଣ ସଫଳ।